ତ ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ଆୱାର ୟୁଟ୍ୟୁବ ଚ୍ୟାନେଲ। ତ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଜଗନ୍ନାଥ କୃପାରେ ଭଲରେ ଥିବେ। ତ ଆପଣମାନେ ତ ଥମ୍ବନେଲ ଦେଖିକି ଜାଣିପାରୁଥିବେ ଆଜି କଣ ହବାକୁ ଯାଉଛି। ବର୍ତ୍ତମାନ ମୁଁ ଏବେ ତ ବନ୍ଧରେ ଅଛି। ତ ମାନେ ଘରେ ରିଲେଟିଭ ଆଇଥିଲେ ତ କିଛି ଜଣ, ତ ସେଥିପାଇଁ ଘରେ ବନେଇ ହେଲାନି। ତ ଦେଖନ୍ତୁ ମୁଁ ବନ୍ଧରେ ଅଛି, ସେଡେ ସମୀର ଅଛି। ତ ଆଜି ତ ଲିଙ୍କନ ସହ ପ୍ରାଙ୍କ ହବାକୁ ଯାଉଛି। ମାନେ ପ୍ରାଙ୍କଟା ଏଇଆ ଯେ ମାନେ ସେ ଜଣକୁ କାହାକୁ ଭଲ ପାଉଛି, ତା ଭାଇ ହିସାବରେ ମୁଁ ହେବି। ତ ସେଇ ହିସାବରେ ପ୍ରାଙ୍କ କଲ କରିବା। ତ ଏବେ ଚାଲ ଯିବା ଦେଖିବା। ତ ଆମର ବନ୍ଧର ପରିବେଶ ଟା ଦେଖନ୍ତୁ କେତେ ସୁନ୍ଦର। ମାନେ ବହୁତ ଭଲ ଲାଗୁଛି। ଇଆଡେ ଆମେ ଡେଲି ଆସିକି ଇଆଡେ ବସୁଛୁ। ତ ଏବେଠୁ ମିନି ବ୍ଲଗ ଆରମ୍ଭ ହେଇଯିବ। ମାନେ ଡେଲି ବ୍ଲକ ତ ପଡିବ, ଏବେ ମିନି ବ୍ଲଗ ବି ପଡିବ। ତ ଆମେ ଇଆଡେ ଡେଲି ଆସିକି ଫ୍ରି ଫାୟାର ଖେଳୁଛୁ। ତ ଏଇଠିକିନା ବଇ ତ ଏଇଠିକିନା ଅଛି, ବଇ ହାଇ କରିଦେ। ଦେଖିପାରୁଥିବେ ବଇ ଏବେ ଅଛି। ତ ହୁଣ୍ଡୁ ବି ଆଇଥିଲା। ତ ଲିଙ୍କନ ତାଙ୍କ ଘରେ ଅଛି କି କୁଆଡେ ଅଛି ମୁଁ ଏବେ ଜାଣିନି। ତ ଚାଲନ୍ତୁ ଯିବା ଏଥର ପ୍ରାଙ୍କ ଅଭିମୁଖେ, ଦେଖିବା କଣ ହଉଛି କଣ ନାଇଁ। ତ ଚାଲନ୍ତୁ। ତ ଗାଇସ୍ ବର୍ତ୍ତମାନ ଆମେ ଯୋଉଠି ବସୁଛୁ, ତ ସେଠାକୁ ଆସିଛୁ ଏଠି ବସିବାକୁ। ତ ତା ପାଖକୁ କଲ ବି ସେଠିକି କରିବୁ। ତ ସେ ଘରେ ଅଛି କି କୋଉଠି ଅଛି ତ ମୁଁ ଜାଣିନି। କାହିଁକି ନା ମୁଁ କଲ୍ କରିନି ଏଥିପାଇଁ ତାକୁ ସକାଳୁ ଆଜି ସକାଳ ଟାରୁ କଲ କରିନି। ତ ବର୍ତ୍ତମାନ ବଇ ତ ମୋ ପାଖରେ ବସିଛି। ତ ସେଠି ତ କ୍ୟାମେରା ଲାଗିଛି। ଚାଲନ୍ତୁ ଯିବା ଏଥର ପ୍ରାଙ୍କ କଲ ଅଭିମୁଖେ ଯିବା। ତ କଲ ଟା ଲଗେଇବା। ତ ଦେଖିପାରୁଥିବେ ଉପରେ ଲେଖା ହେଇଛି ଲିଙ୍କନ ଏଫ ଡି। ତ ଏଇଟା ହଉଛି ଜଣେ ଭାଇଙ୍କର ତାଙ୍କ ଫୋନ। ତ ଚାଲନ୍ତୁ ଏଥର ଲଗେଇବା। ଦେଖିବା ସେ କଲ ପିକଅପ୍ କରୁଛି ନା କାଟୁଛି। ତ ଚାଲନ୍ତୁ ଲଗେଇବା। ଗାଇସ୍ ବର୍ତ୍ତମାନ ମୁଁ ଏବେ ମ୍ୟୁଟ କରିଦଉଛି। ତ ବର୍ତ୍ତମାନ କଲ ଲାଗିଲା ତ ଆପଣ ମାନେ ଦେଖନ୍ତୁ। ତ ଦେଖିବା ସିଏ ଉଠଉଛି କି ନାଇଁ। କାହିଁକି ନା ସିଏ ତ ବ୍ୟସ୍ତରେ ଥିବ କି କଣ ଉଠିବ କି ନାଇଁ। ଅନନୋନ ନମ୍ବର ସେ ଯେତେବେଳେ କଲ ଉଠଉନି। ତ ଦେଖିପାରୁଥିବେ। ତ ମୁଁ ତ ବର୍ତ୍ତମାନ କଲ ଟା ଏବେ ଲଗେଇଲି ରିସେଣ୍ଟ। ବଇ ଆଜି ପ୍ରାଙ୍କ କଲ ଟା କେମିତି କଣ ହବ? ବଢିଆ ହବ। ତ ବଇ ବି କହୁଛି ମାନେ ବହୁତ ଭଲ ହବ। ତ ଦେଖନ୍ତୁ ସିଏ ବର୍ତ୍ତମାନ କଲ ଟା ପିକ ଅପ୍ କରୁନି। ତ ଚାଲନ୍ତୁ ଆଉଥରେ ଲଗେଇବା। ତ ମୁଁ ଏବେ ଆଉଥରେ ଲଗେଇଲି, ଦେଖନ୍ତୁ। ତ ଏଇଠି ଦେଖନ୍ତୁ ମୁଁ ଆଉଥରେ ଲଗେଇଲି। ତ ଚାଲନ୍ତୁ ଆଉଥରେ ଲଗେଇବା ଏଥର। ତ ଏଇଟା ଲାଷ୍ଟ ବାର ଦେଖିବା। ନହେଲେ ଟ୍ରାଏଲ କରିବା ଆଉ ଗୋଟେ ମୋବାଇଲ ନମ୍ବରରୁ। ତ ଦେଖନ୍ତୁ ବର୍ତ୍ତମାନ ମୁଁ ଆଉଥରେ ଲଗେଇଦେଲି। ଉଠେଇଲା ଗାଇସ୍ ପିକଅପ୍ କଲା। ହ୍ୟାଲୋ ହଁ ହ୍ୟାଲୋ। ଭାଇ କିଏ କହୁଥିଲେ? ଗାଇସ୍ ସେ ଚିହ୍ନି ପାରୁନି କାହିଁକି ନା ଅନନୋନ ନମ୍ବର କଲ ଯାଇଛି ତ। ହ୍ୟାଲୋ। ଭାଇ କିଏ କହୁଥିଲେ? ମୁଁ ଖୋର୍ଦ୍ଧାରୁ କହୁଥିଲି। ଖୋର୍ଦ୍ଧାରୁ, କୋଉଠି ଲଗେଇଥିଲେ କି? ତୋର ଭାଇ କୋଉଠା ଘର ମତେ ଟିକେ କହିଲୁ? ଭାଇ ସରି ରଙ୍ଗ ନମ୍ବର। ନାରେ ଭାଇ ସେ କାଟିଦେଲା ଭାଇ କଣ ବା କହିବୁ। ତ ରଙ୍ଗ ନମ୍ବର କହି କାଟିଦେଲା। ତ ଦେଖିପାରୁଥିବେ ସେ ତ ବର୍ତ୍ତମାନ କାଟିଦେଲା କଲ ଟା। ତ ଚାଲନ୍ତୁ ଆଉଥରେ ଲଗେଇବା ଉଠେଇଲା ହ୍ୟାଲୋ ଉଠେଇଲା। ହ୍ୟାଲୋ। ହ୍ୟାଲୋ। ତୁ କଣ କଲ ଟା କଣ କାଟି ଦଉଛୁ ବେ? କିଏ ଭାଇ କହୁଥିଲେ? କଣ କିଏ କହୁଥିଲେ ତୁ କଣ ଜାଣିପାରୁନୁ କି କିଛି? ନାଇଁ ଭାଇ ଜାଣିପାରୁନି। କଲ ଟା ଉଠିକି କାଟୁଛୁ କଣ ପାଇଁ ତୁ? ଭାଇ କୋଉଠି ଲଗେଇଥିଲେ କୋଉଠି? ମୁଁ ତୋ ପାଖକୁ ଲଗେଇଥିଲି। ଭାଇ ସରି ରଙ୍ଗ ନମ୍ବର। କଣ ରଙ୍ଗ ନମ୍ବର ବେ? ହ୍ୟାଲୋ। ଭାଇ ଆପଣ ଯୋଉଠିକି ଲଗେଇଥିଲେ ସେଠି ଲାଗୁନି। ମୁଁ ତୋ ପାଖକୁ ଲଗେଇଥିଲି ତୋ ନାଁ ବା ଶିଶିର। ଆଜ୍ଞା। ତ ତୁ କଣ ଏବେ ଇନଷ୍ଟାରେ ଗୋଟେ ମାତିଛୁ? କଣ କହିଲେ ଭାଇ? ତୁ କଣ ଏବେ ଗୋଟେ ଇନଷ୍ଟାରେ ମାତିଛୁ? ଓହୋ। କଣ ତୋର ଫଲୋର୍ସ ବଢିଗଲେ ବୋଲି କଣ ଆଡିଟ୍ୟୁଡ ଦେଖଉଛୁ ନା କଣ? କିଟ କଣ ଦେଖିବି? ଆଉ କଣ ବେ ତୁ କଣ ଆଡିଟ୍ୟୁଡ ଭଳିଆ ତୁ କଣ ଭଏସ କରୁଛୁ ରିଲସ ବି କରୁଛୁ କଣ କଣ ଏଟା? ଭାଇ ମତେ ଜଣା ମୁଁ ସେଥିପାଇଁ କରିଛି ଆପଣ କିଛି ପ୍ରୋବ୍ଲେମ ହଉଛି କି? ଆଚ୍ଛା ଆଚ୍ଛା ତତେ ଯଦି ଜଣା ତାହେଲେ ତୁ ମୋ ଭଉଣୀ ପ୍ରଜ୍ଞାକୁ କଣ ତୁ କଣ ମେସେଜ କରୁଛୁ? କାହାକୁ? ପ୍ରଜ୍ଞାକୁ। ଆରେ ମୁଁ ମେସେଜ କରିବି କଣ? ତୁ ମେସେଜ କରିନୁ ମୋ ଭଉଣୀ ପ୍ରଜ୍ଞାକୁ?
ନାଇଁ ତ। ଆବେ ତୋ ଲୋକେସନ ଟା ମତେ ସେଣ୍ଡ କଲୁ। ଭାଇ ୟା ପ୍ରୁଫ୍ କଣ ରଖିଛନ୍ତି ମେସେଜ କରିଥିଲି ବୋଲି। ତୁ ପ୍ରୁଫ୍ ନବୁ? ହଁ। ତ ଯିବି ତୋ ଘର ପାଖକୁ। ଆସନ୍ତୁ। ତୋ ଲୋକେସନ ଟା ସେଣ୍ଡ କର। ଠିକ ଅଛି। ତ ଗାଇସ୍ ସିଏ ତ ବର୍ତ୍ତମାନ ଲୋକେସନ ସେଣ୍ଡ କରିଛି। ଭାଇ ତାକୁ ଲୋକେସନ ମିଛୁଟାରେ ମାଗିଲି ସେ ଭାଇ ଲୋକେସନ ରିଏଲ ସେଣ୍ଡ କରିଛି। ତ ଚାଲନ୍ତୁ ଏବେ ଆଉଥରେ କଲ୍ କରିବା ତା ପାଖକୁ ଦେଖିବା କଣ କହୁଛି। ତ ବର୍ତ୍ତମାନ ମୁଁ ଏବେ ଆଉଥରେ କଲ ଟା ମ୍ୟୁଟ କରିଦେଲି। ତ କଲ୍ ଟା ଲଗେଇଛି ଦେଖନ୍ତୁ। ତ ଦେଖିବା କଲ୍ ଟା ପିକଅପ୍ କରୁଛି କି ନାଇଁ। ତ ବାର ବାର କଲ୍ ଟା ଲଗେଇଲିଣିି ନା ତ ସେଥିପାଇଁ ଉଠଉଛି କାଟୁଛି। ହ୍ୟାଲୋ। ହ୍ୟାଲୋ ହଁ ତୁ ଯୋଉ ଲୋକେସନ ଟା ସେଣ୍ଡ କରିଛୁ ତୋ ପାଖକୁ ବର୍ତ୍ତମାନ ମୁଁ ଯାଉଛି। ହ୍ୟାଲୋ। 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 ତୁ ଯୋଉ ଲୋକେସନ ଟା ମତେ ଏନୁ ସେଣ୍ଡ କଲୁ ହୁଁ। ତୋ ପାଖକୁ ବର୍ତ୍ତମାନ ମୁଁ ଏବେ ଯାଉଛି। ହଁ ହଉ ଆସନ୍ତୁ ଆସନ୍ତୁ। ତୁ ମୋ ଭଉଣୀ କଣ ପାଇଁ ଆଗ ମେସେଜ କରିଛୁ କହିଲୁ? ହ୍ୟାଲୋ। ଭାଇ ପ୍ରୁଫ୍ ରଖିକି ଆସନ୍ତୁ ପ୍ରୁଫ୍ ରଖିକି ଆସନ୍ତୁ। ମୁଁ ତ ପ୍ରୁଫ୍ ରଖିଛି। ତୁ କଣ ପାଇଁ ମୋ ଭଉଣୀ କି ମେସେଜ କରିଛୁ ତୁ ସେଇଟା ଆଗ ମତେ କହିଲୁ? ତୁ ଭାଇ କରିନୁ ମୁଁ ମେସେଜ? ଭାଇ ମୁଁ କହୁଛି ମେସେଜ ହିଁ କରିନି ଯଦି ଆପଣ କହୁଛନ୍ତି ତାହେଲେ ପ୍ରୁଫ୍ ରଖିକି ଆସନ୍ତୁ ମୋ ପାଖକୁ ନା। ତୁ ମେସେଜ କରିନୁ? ନାଇଁ ଟାଉଟର କରୁଛୁ ତୁ ଟାଉଟର କରୁଛୁ ଏବେ ତୁ ମୋ ଆଗରେ। ଆଁ ତୁ କଣ ଇନଷ୍ଟାରେ ଗୋଟେ ରିଲ୍ସ ବାଲା ହେଇଗଲୁ ବୋଲି କଣ ତୁ ମାନେ କଣ ଅଧିକ ଉପରକୁ ଉଠିଗଲୁ ନା କଣ? ଭାଇ ହସ ପ୍ରବଳ ଯୋରସେ ଲାଗୁଛି। କି ମୁଁ କଣ ପାଇଁ ରିଲ୍ସ ବାଲା ହେବି। ମ୍ୟୁଟ କରିଦେଇଛି। ଭାଇ ହସ ପ୍ରବଳ। ହଁ ଆରେ ତୁ କଣ ବେ ଆଗ ମତେ ମୋ କଥା କହ। ତୁ ମୋ ଭଉଣୀ କଣ ପାଇଁ ମେସେଜ କରିଛୁ ସେଇଟା ଆଗ କହ। ଭାଇ ସେ ଫୋନ ଟା ଉଠଉଛି ମୁଁ ବାର ବାର କାଟୁଛି। ତ ସେଥିପାଇଁ ବିରକ୍ତ ବି ଲାଗିଲାଣି। ତ ଚାଲନ୍ତୁ ଏବେ ତ ତାକୁ ଆଉ ଟିକେ ରଗେଇକି ତାପରେ ଏଣ୍ଡ କରିବା। ତ ବର୍ତ୍ତମାନ ମୁଁ ଆଉଥରେ ଏବେ ଲଗେଇଲିଣି ତା ପାଖକୁ ତ ଦେଖନ୍ତୁ। ତ ଦେଖିବାରେ ଥିବେ ବର୍ତ୍ତମାନ ଉଠଉଛି କଣ ଦେଖିବା ତ ଆରେ ମୁଁ ଟିକେ ବ୍ୟସ୍ତ ଅଛି ପରେ ନହେଲେ କଲ୍ କର ମୁଁ ମନା କରୁଛି ନା ତାକୁ ମେସେଜ ଫେସେଜ କରିନି ଯଦି ମେସେଜ କରିଛି କଣ ପ୍ରୁଫ୍ ରଖିଛ ମତେ ଦିଅ। ତୁ କିଏ ବେ ତୁ ମୋ ଭଉଣୀ କଣ ପାଇଁ ମେସେଜ କରିଛୁ ସେଇଟା ଆଗ କହ ତ। ଭାଇ ମନା କଲି ମେସେଜ କରିନି। ତୁ କରିଛୁ। ପ୍ରୁଫ୍ ଭାଇ ପ୍ରୁଫ୍ ଦିଅନ୍ତୁ ପ୍ରୁଫ୍ ତୁ ଦିଅନ୍ତୁ। ପ୍ରୁଫ୍ ମାଗୁଛୁ ମତେ। ହଁ। ତୁ ଇନଷ୍ଟାରେ ବା ତୁ ମୋ ଭଉଣୀ କି ମେସେଜ କରିଛୁ। ଆଁ କାଇଁ କହିଲ ପ୍ରୁଫ୍ ଦିଅନ୍ତୁ ବୋଲି। ତୁ ମୋ ଭଉଣୀ କି ଇନଷ୍ଟାରେ ମେସେଜ କରିଛୁ ନା କରିନୁ। କରିନି। କରିନୁ କଣ ଆଡିଟିୟୁଡ କହୁଛୁ। ଭାଇ ଆଟିଟ୍ୟୁଡ କଣ ପାଇଁ ଦେଖେଇବି। ତୋ ଗାଁରେ ତୋ ଆଟିଟ୍ୟୁଡ ଦେଖେଇବୁ ତୁ। ତୁ ମୋ ଆଗରେ ଭାଇ ଆଡିଟ୍ୟୁଡ ଦେଖେଇବୁନି। ଭାଇ ତମ ଆଗରେ ମୁଁ କଣ ପାଇଁ ଦେଖେଇବି ଯେ। ତୁ ତମେ ଏଇନେ କଲ୍ ତୁ କରିଥିବାରୁ ମୋ ମୁଁ ତାପରେ ଭଉଣୀ ତମକୁ ତୁ ମୋ କହିଲି ନା ଭ ନହେଲେ ମୁଁ ତମକୁ କଲ୍ କରିଥିଲି କି କହୁଥିଲି ମୁଁ ତ କହୁଛି କାହାକୁ ମେସେଜ କରିନି ଯଦି କାହାକୁ ମେସେଜ କରିଛି ପ୍ରୁଫ୍ କଣ ଭାଇ ସେମିତି ହସି ଦିଅନ୍ତୁ। ହସି ପେଟ ଖାଇଗଲାଣି। ତୁ ମୋ ଭଉଣୀ କୁ ମେସେଜ କରିବା ରିଜନ ଟା ମତେ ଆଗ କହ ତ। ଭାଇ ମନା କଲା ପରେ ବି ବାର ବାର କରୁଛନ୍ତି। ଆଁ ତୁ କଣ ମନେ ମନେ କଣ ମୁଣ୍ଡି। ଖରାପ ଭାଷା ଖରାପ କଲେ ମତେ ବି କରି ଆସିଛି। ତୁ ଭାଷା ମୋ ଆଗରେ ଖରାପ କରିବୁ। ତୁ ମୋ ଆପଣ ଆଗରେ ଭାଷା ଖରାପ କରିବୁ। ଆପଣ କଣ କିଏ କରିପାରିବେନି। ମୁଁ ମୁଣ୍ଡିଆ ଆମ ଏରିଆ ର। ମୁଣ୍ଟି ହଁ କି ମୁଣ୍ଡି ବେ ତୁ। ମୁଁ ଗଜମୁଣ୍ଡି। ଶଳା ଦୀପୁ କହୁଛୁ କିରେ। ଏ ଭାଇ ଜାଣିଦେଲା ରେ ଭାଇ। ହ୍ୟାଲୋ। କୋଉ ଦୀପୁ ବେ। ଭାଇ ଜାଣିଦେଲା ମୁଁ ତାର ମ୍ୟୁଟରେ ରଖିଛି। କୋଉ ଦୀପୁ ବେ। ତୋ ଭଏସ ଲାଗେ ଲାଗୁଛି ଦୀପୁ ହଇରାଣ କରନା ଶୋଇଥିଲି ଟିକେ ଏଇନେ ମୁଣ୍ଡ ବିଚଳିତ କରୁଥିଲୁ। ଭାଇ ତୁ କାଶିଲା କୁଣୁ ଜାଣିଦେଲୁ ନା। ଜାଣିଛି ପ୍ରଥମ ଡାଉଟ ହିଁ ହଉଥିଲା। ଡାଉଟ କରିଥିଲୁ ତୁ ମତେ। ଡାଉଟ ହିଁ ହଉଥିଲା ତାପରେ ଭଏସ ଟା ଚେଞ୍ଜ କରିଦେଲି ମଜା ମୁଁ ତାପରେ ମୁଁ କହିଲି ତୁ କୋଉ ରିଏଲ ପ୍ରଜ୍ଞାକୁ ବୋଧେ ଭଲ ପାଉଛୁ କି କହ। ରିଅଲ ପ୍ରଜ୍ଞା କୁ। ଓ ଭାଇ ତ ଗାଇସ ବର୍ତ୍ତମାନ ଆପଣ ମାନେ ତ ଦେଖିଲେ
ତ କେମିତି ତାକୁ ପ୍ରାଙ୍କ କଲ ହଉଥିଲା ତ ଆରେ ଲିଙ୍କନ ସାରା ଭିଡିଓ କରୁଛନ୍ତି। ଭାଇ ହଁ ଆମ ଚ୍ୟାନେଲ ବିଷୟରେ କଣ ଟିକେ କହିବେ? ହ୍ୟାଲୋ 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 ଭାଇ ତା ନେଟୱାର୍କ ଏରର ଯୋଗୁ ମାନେ ସେ ଯୋଉଠି ରହୁଛି ନା ତାଙ୍କ ଘରେ ସେଠି ନେଟୱାର୍କ ଠିକ ସେ ଆସେନି ତ ନେଟୱାର୍କ ପ୍ରୋବ୍ଲେମ ଯୋଗୁ ତ କିଛି ବି କହି ହଉନି ତ ଆଶା କରୁଛି ପ୍ରାଙ୍କ ଭିଡିଓଟି ଆପଣଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ ତ ଆଉ କେମିତି କଣ ଲାଗିଲା ପ୍ରାଙ୍କ ଭିଡିଓ ଟା ତ କମେଣ୍ଟରେ ନିଶ୍ଚିତ କହିବେ ତ ଚ୍ୟାନେଲକୁ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ କରିବେ ରହୁଛି ଜୟ ଜଗନ୍ନାଥ।